ଶନିବାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଯାଜପୁରରେ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 18 ଲକ୍ଷରୁ ଅଧିକ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ଯେ ମହିଳାମାନଙ୍କୁ ଆସନ୍ତା ମାର୍ଚ୍ଚ 8ରେ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ତେବେ ପ୍ରଭାତୀ ପରିଡା କହିଥିଲେ, ବାକି ଥିବା ଇକେୱାଇସି ଆଉ ଏନପିସିଆଇରୁ ପାଖାପାଖି 25% କ୍ଲିୟର ହୋଇଛି। ଆହୁରି 2.5 ଲକ୍ଷ ଏନପିସିଆଇ ଏବଂ ଇକେୱାଇସି କରିବାକୁ ବାକି ଅଛି। ତେବେ ଏହି ମାନଙ୍କୁ ସରକାର ଲିଷ୍ଟରୁ କାଟି ଦେଇଛନ୍ତି। ବ୍ୟାଙ୍କ ଯାଇ ବାୟୋମେଟ୍ରିକ୍ ସହ ଏନପିସିଆଇ କରିବାକୁ ଆବେଦନକାରୀଙ୍କୁ ଅପିଲ କରିଥିଲେ ପ୍ରଭାତୀ ପରିଡା। କାରଣ ଏନପିସିଆଇ କ୍ଲିୟର ହୋଇନଥିଲେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା କ୍ଲିୟର କରିନାହାନ୍ତି ଏବଂ ସେମାନଙ୍କୁ ବ୍ୟାଙ୍କରୁ ଫୋନ ଆସୁଛି ସେମାନେ 8 ତାରିଖ ପୂର୍ବରୁ ବ୍ୟାଙ୍କକୁ ଯାଇ କରାଇ ନେବାକୁ ଉପମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ। ଏନପିସିଆଇ କ୍ଲିୟର ନହେଲେ ଟଙ୍କା ଆକାଉଣ୍ଟକୁ ଆସିବ ନାହିଁ। ଆପଣଙ୍କୁ ପସନ୍ଦ ଆସିଥିଲେ ଲାଇକ୍ କରି ଦିଅନ୍ତୁ, ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ।